मॉर्निंग विजुअलाइजेशन रे आपनको स्वागत। मु अमूल्य कुमार आपनको ए विजुअलाइजेशन माध्यम रे केमिति आपण आपणकर सफलता को प्राप्त करि परिबे सेई उपरे आज आमे विजुअलाइजेशन टी को करिबा। प्रथमे एक शांत जगार आपण बसंतु जेमितिकी किछि समय पाई केही आपणको कौनसी प्रकारर डिस्टर्ब न करि पारंते। आपण आपणकर कंफर्टेबल हिसाब रे बसिबाकू चेष्टा करंतु। आपण तले कौनसी मेट पकई मध्य बसी पारिबे, मेट्रे सोई पारिबे किंबा जदि आपणकर आंठुरे कौनसी प्रकार समस्या अछि ताहले आपण चेयर रे बसी मध्य एही विजुअलाइजेशन को करि पारिबे। चलंतु एबे आराम से बसी जातु जेमिति कि आपण शरीर को कौनसी प्रकार कष्ट न हुए। दीर्घ निश्वास नियंतु एवं धीरे धीरे ताकू छाड़ंतु। कोमलतार सहित आपणकर आखि को बंद करंतु। हाथ को पूरा पूरी खोला छाड़ी दियंतु एवं आपण सेही हाथ मुठा को पूरा खोली आकाश आड़े किछि जेमिति आमे पाइबा उद्देश्य रे हाथ को खोला करी आंठू दुई पार्श्व रखंतु। पुणी थरे दीर्घ निश्वास नबा, किछि समय होल्ड करंतु। 1 2 3 4 एबे धीरे धीरे निश्वास को छाड़ंतु। पुणी आउ थरे आमे इनहेल करिबा। इनहेल धीरे धीरे निश्वास को छाड़ंतु। एक्सहेल देखंतु धीरे 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 आपण कोमलतार सहित आपण एक नूतन दुनिया को प्रवेश करि जाउछंती। आपणकर मन को आपणकर निश्वास उपरे केंद्रीभूत करंतु। देखंतु आपण केमिति गभीर अवस्था को प्रवेश करि जाउछंती। बहुत प्रकार चित्र आपणका आखि आगरे नाची जाउछि। अनुभव करंतु सुंदर भावे आपण निश्वास नहीं पारुछंती और निश्वास को आपण सुंदर भावे छाड़ी पारुछंती। आपण को शरीर आपण जहाँ भी आपण निर्देश दउछंती ताहाको सुंदर भावे पालन करुछंती। मन को पूरा पूरी केंद्रीभूत करंतु आपण को निश्वास। एबे देखंतु आपणकर पाद मध्य हल्का हो जाइछि। धीरे धीरे आपणकर आंठू जंघ पूरा पूरी निश्चल हो सारिछि एवं पूरा हल्का हो जाइछि। अनुभव करंतु शरीर प्रत्येक अंग प्रत्यंग एबे आपणक हिसाब रे पूरा पूरी
ଫ୍ରି ହୋଇଯାଇଛି ଅନୁଭବ କରନ୍ତୁ। ଆପଣ ଆଜି ବହୁତ ଖୁସି ଅଛନ୍ତି। ଆପଣ ଯାହା ବି କିଛି ନିର୍ଦ୍ଦେଶ ଦେଉଛନ୍ତି ଆପଣଙ୍କ ଶରୀର ତାହାକୁ ସୁଚାରୁ ରୂପେ ପାଳନ କରୁଛି। ଆପଣ ଆଜି ବହୁତ ଖୁସି। ତା ସହିତ ଆପଣ ଆଉ ଏକ ଖୁସି ଆପଣଙ୍କ ମନକୁ ଆନ୍ଦୋଳିତ କରୁଛି। ଆପଣ ଯାହା ବି କିଛି ପୂର୍ବରୁ ଭାବିଥିଲେ, ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନ ଆଜି ସମ୍ପୂର୍ଣ୍ଣ ପୂରା ହୋଇଯାଇଛି। ଆପଣ ଆଜି ପୁରା ଖୁସି ଅଛନ୍ତି। ଆପଣ ସକାଳୁ ଯେତେବେଳେ ଉଠି ବସୁଛନ୍ତି ଆପଣଙ୍କୁ ଏକ ମେସେଜ ମାଧ୍ୟମରେ ଆପଣ ପାଉଛନ୍ତି ଆପଣ ଯାହା ବି ସ୍ୱପ୍ନ ଦେଖିଥିଲେ ତାହା ଆଜି ସତ ହୋଇଯାଇଛି। ଆଉ ଏହି ସ୍ୱପ୍ନ ପାଇଁ ସମସ୍ତେ ଆପଣଙ୍କୁ ଚାହିଁ ବସିଥିଲେ। ସତରେ କ'ଣ ଏ ସ୍ୱପ୍ନ ସତ ହେବ? ସମସ୍ତେ ଉତ୍କଣ୍ଠାର ସହିତ ଚାହିଁ ବସିଥିଲେ କେବେ ଆପଣଙ୍କର ସ୍ୱପ୍ନ ସତ ହେବ। ଏହି ଖବର ଯେତେବେଳେ ପରିବାରରେ ଆପଣ କହୁଛନ୍ତି, ପରିବାର ସମସ୍ତେ ପୁରାପୁରି ଖୁସି ଅଛନ୍ତି। ଆପଣଙ୍କର ପୁଅ, ଆପଣଙ୍କର ଝିଅ, ଆପଣଙ୍କର ମା, ଆପଣଙ୍କ ବାପା, ଆପଣଙ୍କ ପରିବାର ସମସ୍ତ ଲୋକ ଆଜି ବହୁତ ଖୁସି। ଯାହା ସ୍ୱପ୍ନ ଆପଣ ଦେଖିଥିଲେ ସବୁ ସ୍ୱପ୍ନ ଆଜି ସତ ହୋଇଯାଇଛି। ଆଉ ଆପଣ ଖୁସି ହୋଇ ଖୁସିର ଅଶ୍ରୁ ଆପଣଙ୍କର ଆଖିରୁ ଝରି ଯାଉଛି। ଆପଣ ବାରମ୍ବାର ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି। ଆପଣଙ୍କର ସ୍ୱପ୍ନର ସାକାର ପାଇଁ ଯେଉଁମାନେ ଆପଣଙ୍କୁ ସହଯୋଗ କରିଥିଲେ ତାଙ୍କୁ ଆପଣ ବାରମ୍ବାର ଆପଣ ଧନ୍ୟବାଦ ଉପରେ ଦେଇ ଚାଲିଛନ୍ତି। ଆଜି ଆପଣଙ୍କୁ ସମ୍ମାନିତ କରିବା ପାଇଁ କନଭୋକେସନ ହଲ୍କୁ ଡକାଯାଇଛି। ଆପଣ ଏହି ଖୁସିକୁ ସାବ୍ୟସ୍ତ କରିବାକୁ ଯାଇ ଜଲ୍ଦି ଆପଣଙ୍କର ଭଲ ଡ୍ରେସ୍କୁ ଆପଣ ପିନ୍ଧୁଛନ୍ତି, ଭଲସେ ପରଫ୍ୟୁମ୍ ଲଗାଉଛନ୍ତି। ଆପଣଙ୍କର ଗାଡ଼ି ବାହାରେ ଛିଡ଼ା ହେଇଛି, ଡ୍ରାଇଭର ଆସି ମଧ୍ୟ ପହଞ୍ଚି ଯାଇଛନ୍ତି। ଆପଣ ଘରର ସମସ୍ତ ସଦସ୍ୟଙ୍କୁ ହାତ ହଲେଇ ଆପଣ ଚାହୁଁଛନ୍ତି ସମ୍ମାନିତ ହେବା ପାଇଁ। କେତେ ଖୁସିର ମୁହୂର୍ତ୍ତ ଅନୁଭବ କରନ୍ତୁ। ଧୀରେ ଧୀରେ ଆପଣ ଗାଡ଼ି ପାଖକୁ ଯାଉଛନ୍ତି ଆଉ ଗାଡ଼ିରେ ଆପଣଙ୍କୁ ନେଇକି ଯାଉଛନ୍ତି। ଧୀରେ ଧୀରେ ଆପଣ ଷ୍ଟେଜ୍ ପାଖରେ ପହଞ୍ଚୁଛନ୍ତି। ଅନୁଭବ କରନ୍ତୁ ଯେମିତି ଆପଣ ବାହାରୁଛନ୍ତି ସେମିତି ଆପଣଙ୍କୁ ଅପେକ୍ଷା କରିଥିବା ଆପଣଙ୍କର ସାଙ୍ଗ, ସାଥୀ, ସହଯୋଗୀ, ପାର୍ଟନର ସମସ୍ତେ ଆପଣଙ୍କୁ ଦେଖିବା ପାଇଁ ଭିଡ଼ ଲଗାଇଛନ୍ତି, ଅଟୋଗ୍ରାଫ ନେଉଛନ୍ତି। କେତେ ଖୁସି। ସମସ୍ତଙ୍କୁ ହାତ ହଲେଇ ଆପଣ ସମ୍ବର୍ଦ୍ଧନା କରି ଷ୍ଟେଜକୁ ଯାଉଛନ୍ତି। ଷ୍ଟେଜରେ ଯାଇ ଆପଣଙ୍କ ସଫଳତାର କାହାଣୀ ସମସ୍ତଙ୍କୁ କହୁଛନ୍ତି। ସମସ୍ତେ ଆଜି ଆପଣଙ୍କ ସଫଳତାକୁ ଚାହିଁ ବସିଛନ୍ତି। ଆଉ କେମିତି ଆପଣ ସଫଳତା ପ୍ରାପ୍ତ କଲେ ସେ ସଫଳତାକୁ ସମସ୍ତେ ଶୁଣୁଛନ୍ତି। ସମସ୍ତେ ଆପଣଙ୍କ ଭଳିଆ ହେବା ପାଇଁ ଚାହୁଁଛନ୍ତି। ଏଇ ଭିତରେ ଆପଣଙ୍କ କମ୍ପାନୀର ଯିଏ ହେଡ୍ ଅଛନ୍ତି ସିଏ ଆସି ଆପଣଙ୍କୁ ପୁରସ୍କୃତ କରୁଛନ୍ତି ଏବଂ ଏହି ଖୁସିକୁ ଆପଣ ଧୀରେ ଧୀରେ ଅନୁଭବ କରିବେ।
ଫେରି ଆସୁଛନ୍ତି। ଏବେ ଧୀରେ ଧୀରେ ଏହି ଅବସ୍ଥାରୁ ଆମେ ବାହାରିବା। 1